ଆସିଲେ 2:30ରେ ଆସିଲେ ଆଉ ତାପରେ 12 ଜଣ ଥିଲେ ଆଉ ଏକାଥରେ ଗ୍ରିଲଟା ଖୋଲିଲେ ଆଉ ସେ ଉଠି ପଡ଼ିଲେ ଆଉ ଏକାଥରେ କବାଟଟା ଢୋର କିନା ଠେଲିକିରି ତାକୁ ବାଡ଼େଇଲେ। ତାପରେ ସେ ଫାଦର ପଡ଼ିଗଲେ। ତାପରେ ସେମାନେ ପଚରାଉଛନ୍ତି ଆଉ ପଇସା କେଉଁଠି ଅଛି, ଆଉ ଜଣେ ପଇସା କେଉଁଠି ଅଛି ବତାଅ, ନଦେଲେ ସେମାନେ ପିଟୁଛନ୍ତି, ଆଉ ଜଣେ ଖୋଜୁଛି ମେସିନ୍ ଦ୍ୱାରା, ଆଉ ଏମିତି କରିକି ଜୋରଦାର ପିଟିଛନ୍ତି, ବହୁତ ଘାୟଲ କରିଦେଇଛନ୍ତି। ଆମର ଯେ ପାରିତ୍ର ମୁଖ୍ୟ ତାଙ୍କୁ ଏମିତି କଲେ ହେଲେ ଆମେ ତ ତାଙ୍କଠୁ ଚଲେଇଛୁ, ଆମକୁ ତ ବହୁତ ଭୟଭୀତ ଲାଗୁଛି। ଆମେ ଚାହୁଁଛୁ ଯେ ଏମିତି ଆଉ ଏଇ ଧର୍ମ ଅନୁଷ୍ଠାନରେ ଏମିତି ନାହିଁ କରାଯାଉ। ଆମେ ଚାହୁଁଛୁ ସମସ୍ତେ ମିଳିମିଶିକି ରହିବା, ଏମିତି ନାହିଁ ହଉ। ଅନୁମାନିକ ଏଇ 2ଟା ପରେ ମାନେ ଆସିଲେ ଆଉ ପ୍ରଥମେ ଆମର ଛୋଟ ଫାଦର ଅଛନ୍ତି, ତାଙ୍କ ପାଖକୁ ଗଲେ, ତାଙ୍କ ରୁମ୍ଟା ସେ ପାଖେ ଅଛି, ତାଙ୍କ ପାଖକୁ ଗଲେ ତାଙ୍କୁ ନକ୍ କରି ଆୱାଜ କଲେ। ତ ଫାଦର ସେଇବେଳେ ମାନେ ଉଠିଥିଲେ କ'ଣ ଆୱାଜ ଆସୁଛି, ସେ ଜଷ୍ଟ କବାଟ ପାଖେ ଯାଇଛନ୍ତି କି ସେମାନେ ମାନେ ତାକୁ କବାଟ ଖୋଲିଛନ୍ତି କି ସେମାନେ ପଚାରିଲେ ତୁମକୁ କିଛି କରିବାନି, ତୁମେ ଏନ୍ତା ଚିନ୍ତା କରନି, ଏନ୍ତା ବି କ'ଣ ବଡ଼ ଫାଦର କେଉଁଠି ଅଛନ୍ତି, ପଇସା ତ କ'ଣ ଅଛି ବୋଲି ସେ କହିଲେ ମୁଁ ତ ନୂଆ ଆସିଛେ, ମୁଁ ତ କିଛି ଜାଣିନି। ତାକୁ କହିଲେ କି ବଡ଼ ଫାଦର କେଉଁଠି ରୁହନ୍ତି। ତାକୁ ସେ ବାହାରିଲେ ବୋଲେ ସେ 2 ଜଣ ଲୋକ ତାକୁ ଭିଡ଼ିକି ଧରିଲେ। ବୋଲେ ସେ କହିଲେ ମୁଁ ତ ବୁଢ଼ା ଲୋକ, ତୁମେ କ'ଣ ମୋତେ ଭିଡ଼ିକି ଧରୁଛ। କହିଲେ ବୋଲେ ଆପଣ ଡରନ୍ତୁନି, ଆମେ କିଛି କରିବାନି ଏନ୍ତା କହିଲେ। ଫେର ଏଠି ନେଇ ଆସିଲେ, ଏଇ ଜାଗାକୁ ନେଇ ଆସିଲେ। ଏଇ ଜାଗାକୁ ଭିତରେ ଆମର ପାରିଶ ଫାଦର ମାରିଆ ବେଲୁ ଏଠି ଥିଲେ ଭିତରେ। ସେ ବି ଶବ୍ଦ କିଛି ଶୁଣିଲେ, ବାହାର ଶବ୍ଦ ସବୁ ଶୁଣିଲେ କି କ'ଣ ହେଉଛି। ସେ ବି ଟିକେ ଉଠିକିରି ଆସୁଥିଲେ କବାଟ ପାଖକୁ। ଯେମିତି କବାଟ ପାଖକୁ ଆସୁଛନ୍ତି, ୟାଡ଼ୁ ଜୋରରେ ଲାଥ ମାରିଦେଲେ କବାଟକୁ ଲାଥ ମାରିଦେଲେ। ତ କବାଟ ଖୋଲିଗଲା। ଯେମିତି କବାଟ ଖୋଲିଗଲା, ସେ ଜଣେ ଲୋକ ସେ ଲୁହା ରୋଡ଼ ଧରିକି ସିଧା ଫାଦରଙ୍କ ଉପରେ ଆଟାକ୍ କରିଦେଲେ। ଫାଦରଙ୍କ ମୁଣ୍ଡ ଏପଟୁ ମାରିଦେଲେ। ଫାଦର ଅଚେତ ହେଇକି ପଡ଼ିଗଲେ। ତାକୁ ଏଇ କାଣ୍ଡ ପାଖରୁ ରକ୍ତ ବାହାରିବାକୁ ଆରମ୍ଭ ହେଇଗଲା। ସେ ସବୁ ଅଚେତ ପଡ଼ିଗଲେ। ତାପରେ ସେ ତାକୁ ଭିଡ଼ିକି ଧରିଲେ। ତ ଫାଦର ମାନେ ବେଶୀ ଦିନ ଆନକନ୍ସିୟସରେ ତାପରେ ତାକୁ ପିଟିବାକୁ ଆରମ୍ଭ କରିଦେଲେ। ଚର୍ଚ୍ଚ ଉପରେ ଯେଉଁ ଡକାୟତ ଦଳ ମାନେ ଡକାୟତି କରିଛନ୍ତି, ତାକୁ ନେଇକି ଗୋଟିଏ ପ୍ରକାର ଦୁଃଖର ମାହୋଲ ଦେଖା ଦେଇଛି ଏହି ଚର୍ଚ୍ଚରେ। ଏବଂ ଏ ନେଇକି ବର୍ତ୍ତମାନ ପୋଲିସ ମଧ୍ୟ ତାର ତତ୍ପରତା ଦେଖାଇଛି ଏବଂ ତୁରନ୍ତ ଯେଉଁ ଆସେମାନଙ୍କୁ ଧରିବାକୁ ଚର୍ଚ୍ଚ ପକ୍ଷରୁ ଦାବି କରାଯାଉଛି। ରାଲଗାରୁ କାମ୍ପସନ୍ ଗୌତମ ମାଇତିଙ୍କ ସହ ଚିନ୍ମୟ ମିଶ୍ର, କନକ ନ୍ୟୁଜ୍।